ଲୋକଙ୍କୁ ଆପଣେଇବା ଶିଖ। ମଣିଷ କ'ଣ ଅଟେ? ପରିସ୍ଥିତି ଦ୍ୱାରା ନିର୍ମିତ ହୋଇଥିବା ଏକ କଣ୍ଢେଇ ଅଟେ। ଜୀବନରେ ଖୁସିକୁ ପାଇବା ନିଜ ପାଇଁ ରାସ୍ତା ବନାଇ ଥାଏ। ଯେଉଁଠି ତାକୁ ଯିବାର ଥାଏ, ଏହି କଥା ସିଏ ଯଦି ଜାଣିଗଲା, ଖୁସି ତା'ର ଠିକଣା ପାଇଗଲା। ଜୀବନରେ ଯେତେ ତ୍ୟାଗ କରିବ ସେତେ ପାଇବ। ଲୋକ କ'ଣ କହିବେ? ପ୍ରଥମ ଦିନ ହସିବେ, ଦ୍ୱିତୀୟ ଦିନ ମଜାକ ଉଡ଼େଇବେ, ଆଉ ତୃତୀୟ ଦିନ ସବୁ କିଛି ଭୁଲିଯିବେ। ସେଥିପାଇଁ ଲୋକଙ୍କ ବିଷୟରେ ଚିନ୍ତା ନ କରି ତାହା କର ଯାହା ଉଚିତ, ଯେଉଁଥିରେ ତୁମେ ଖୁସି ଅଛ। ମନେ ରଖିବ, ଜୀବନ ତୁମର, ଲୋକଙ୍କର ନୁହେଁ। କେହି ପ୍ରଶଂସା କଲେ ସାଙ୍ଗେ ସାଙ୍ଗେ ଖୁସି ହୋଇଯାଅ ନାହିଁ। ମନେ ରଖୁଥିବ, ପ୍ରଶଂସା ପୋଲ ତଳେ ସ୍ୱାର୍ଥର ନଦୀ ବହିଥାଏ। ସମସ୍ୟା ଆମ ଜୀବନରେ ବିନା କାରଣରେ ଆସିନଥାଏ। ସମସ୍ୟା ଆସିବା ଏକ ସଂକେତ ଦେଇଥାଏ କି ଆମ ଜୀବନରେ କିଛି ବଦଳାଇବା ଜରୁରୀ। ଜୀବନରେ ସବୁଠାରୁ ଭଲ ଆଉ ଖରାପ କଥା ଏହା ଯେ ବୟସ ବିତିବା ସହିତ ଏହା ବୁଝା ପଡ଼ିଯାଏ ଯେ ଦିନ ଖରାପ ହେଉ ବା ଭଲ ବିତି ଯାଇଥାଏ। ଜୀବନରେ କିଛି ଅଧ୍ୟାୟ ଏମିତି ହୋଇଥାଏ ଯାହା ଆଜି ନୁହେଁ ତ କାଲି ବନ୍ଦ ହିଁ ହୋଇଯାଇଥାଏ। ସେଥିପାଇଁ ଯିଏ ତୁମ ପାଇଁ ନୁହେଁ ତାକୁ ଜବରଦସ୍ତି ଧରି ରଖିଲେ କିଛି ଲାଭ ନାହିଁ। ଜୀବନ ସାରା ପଛେ ଏକୁଟିଆ ରହିଯାଆନ୍ତୁ, ଜବରଦସ୍ତି କାହା ସହିତ ସମ୍ପର୍କ ରଖିବା ପାଇଁ ଜିଦ୍ କର ନାହିଁ। ହିସାବ ରଖୁଥାଅ। ଆଜିକାଲି ଲୋକ ଏହା ପଚାରି ନେଉଛନ୍ତି, ତୁମେ ମୋ ପାଇଁ କ'ଣ ବା କରିଛ? ଜୀବନରେ ବେଳେବେଳେ ଆଗକୁ ବଢ଼ିବା ପାଇଁ ପଛକୁ ହଟିବା ବି ଜରୁରୀ ହୋଇଥାଏ। ସମୟ ଆଉ ସମ୍ମାନ ଭାରି ଅଜବ ହୋଇଥାନ୍ତି। ତୁମେ ଯାହାକୁ ସମ୍ମାନ କରିବ ସିଏ କେବେ ବି ତୁମକୁ ସମୟ ଦେବ ନାହିଁ। ଆଉ ତୁମେ ଯାହାକୁ ନିଜର ସମୟ ଦେବ ସେ ମଣିଷ କେବେ ବି ତୁମର ସମ୍ମାନ କରିବ ନାହିଁ। ଯଦି ସମ୍ଭବ ହେଉଛି ସିଧା ସିଧା ମନା କରିଦିଅ। କାହାକୁ ନିଜ ପାଇଁ କେବେ ବି ଅପେକ୍ଷା କର ନାହିଁ। ଦୁନିଆରେ କିଛି ଲୋକ ଏମିତି ଥାନ୍ତି, ତାଙ୍କୁ ତୁମେ ଯେତେ ଭଲ ପାଇବା ଦିଅ, ଯେତେ ବି ସମ୍ମାନ କର ନା କାହିଁକି, ଶେଷରେ ସିଏ ଆପଣଙ୍କୁ ଧୋକା ହିଁ ଦେବ। କାହିଁକି ନା ଆପଣ ଲୋକଙ୍କ ପ୍ରକୃତିକୁ କେବେ ବଦଳାଇ ପାରିବେ ନାହିଁ। ଯଦି କେହି ତୁମ ସାଥିରେ ରହିବାକୁ ଚାହୁଁନାହିଁ, ତେବେ ତାକୁ ଆଜାଦ ହିଁ କରିଦିଅ। ଜାବୁଡ଼ି ଧରି ରଖୁଥିବା ସମ୍ପର୍କରୁ କେବେ ଶାନ୍ତି ମିଳିନଥାଏ।